ভগবতে বাসুদেবায়। আজি সত্য ত্রেতা দ্বাপর কলি এ চারি যুগ নিজକୁ ନିଜେ ବଡ଼ ବୋଲି କହୁଛନ୍ତି। ସତ୍ୟ କହୁଛି ମୁଁ ବଡ଼, ତ୍ରେତୟା କହୁଛି ମୁଁ ବଡ଼, ଦ୍ୱାପର କହୁଛି ମୁଁ ବଡ଼, କଳି କହୁଛି ମୁଁ ବଡ଼। ଯେତେବେଳେ ଚାରି ଯୁଗ ସମସ୍ତେ ନିଜକୁ ବଡ଼ ବୋଲି କହୁଛନ୍ତି, ଦେବଦେବ ମହାଦେବ ଆଜି ଚିନ୍ତା କରୁଛନ୍ତି, ଆଚ୍ଛା ସମସ୍ତେ ଯଦି କହୁଛ ବଡ଼ ତାହେଲେ ସାନ କିଏ ହେବ? ତୁମ ଭିତରୁ କିଏ ସାନ ହେବ ନା ନାହିଁ? ତେଣୁ ତୁମକୁ ଆଜି ଗୋଟେ ପରୀକ୍ଷା କରାଯିବ। ମୋତେ ଖାଲି ମୋ ପ୍ରଶ୍ନର ଉତ୍ତର ଦିଅ। ହେ ସତ୍ୟ ଯୁଗ, ତମେ ଆଗେ କୁହ, ଯଦି ତମ ଯୁଗରେ ଯଦି କେହି ଅନ୍ୟାୟ କରେ, କେହି ଅଧର୍ମ କରେ, କେହି ଅବିଚାର କରେ, କେହି ମିଥ୍ୟା କହେ, ତାହେଲେ ତା ପ୍ରତି ତମେ କ'ଣ ବ୍ୟବହାର କର? ତମେ ତାକୁ କି ପ୍ରକାର ଶାସ୍ତି ଦିଅ? ସେତେବେଳେ ସତ୍ୟଯୁଗ ସଙ୍ଗେ ସଙ୍ଗେ କ୍ରୋଧିତ ହୋଇଗଲା, କହିଲା ହେ ମହାଦେବ, ମୋ ଯୁଗରେ ଯଦି କେହି ଅନ୍ୟାୟ କରେ, ଅବିଚାର କରେ, ଅଧର୍ମ କରେ, ମିଛ କହେ, ତାହେଲେ ମୁଁ ଜଣକୁ ମାରେ ନା, ସେଠି ମୁଁ ସେ ରାଜ୍ୟଟାକୁ ଧ୍ୱଂସ କରିଦେବି। ମୁଁ ସେ ରାଜ୍ୟଟାକୁ ଧ୍ୱଂସ କରିଦେବି, କାହିଁକି ନା ସେଠି ନା ଥିବ ଗୋଟିଏ ଚେର ଥିବ, ନା ସେ ଗଛ ଉଠିବ। ତେଣୁ ସେଇଥିପାଇଁ ମୁଁ ତାର ମୂଳ ଦୁଆଟାକୁ ଉପାଡ଼ି ଦିଏ, ସେ ରାଜ୍ୟଟାକୁ ପୁରା ବିନାଶ କରିଦିଏ। ସେଇଥିପାଇଁ ମୁଁ ସତ୍ୟଯୁଗ, ମୁଁ ହେଉଛି ସେଇଥିପାଇଁ ବଡ଼। ତେଣୁ ଦେବଦେବ ମହାଦେବ କହିଲେ ଠିକ୍ ଅଛି, ତମେ ଏଥର ବସ। ତ୍ରେତୟାକୁ ଡାକିଲେ, କହିଲେ ଆରେ ତ୍ରେତୟା ଯୁଗ, ତମେ ମୋତେ କୁହ, ଯଦି ତମ ଯୁଗରେ କେହି ଅଧର୍ମ କରେ, ଅନ୍ୟାୟ କରେ, ଅନୀତି କରେ, ଅବିଚାର କରେ, ମିଛ କହେ, ତାହେଲେ ତା ପ୍ରତି ତମେ କ'ଣ କଠୋର ଦଣ୍ଡ ଦିଅ? ତାକୁ କି ପ୍ରକାର ଦଣ୍ଡ ତାକୁ ଦିଅ? ତ୍ରେତୟା ଯୁଗ ସଙ୍ଗେ ସଙ୍ଗେ ଉଠି ଛିଡ଼ା ହେଇ ପଡ଼ିଲା, କହିଲା ହେ ମହାଦେବ, ଯଦି ମୋ ଯୁଗରେ କେହି ଅଧର୍ମ କରେ, ତାହେଲେ ମୁଁ ତାକୁ କ'ଣ କରେ ଜାଣିଛନ୍ତି? କ'ଣ କହୁଛନ୍ତି? ତ୍ରେତୟା ବୋଲେ ଶୁଣିମା ହେଉ ପଶୁପତି, ଗ୍ରାମ କରେ ଜଣେ ଯେବେ କରଇ ଅନୀତି। জয় জয় জগন্নাথ জগতর নাথ, জয় জয় জগন্নাথ অনাথর নাথ। গ্রাম যাক নাশ মুই করই অবশ্য, এ কথা সত্য মোহর বুঝ দিগবাস। জয় জয় জগন্নাথ জগতর নাথ, জয় জয় জগন্নাথ অনাথর নাথ। তেণু ত্রেতয়া যুগ কহিলা, হে দেবদেব মহাদেব, ମୋ ଯୁଗରେ ଯଦି କେହି ଅନ୍ୟାୟ କରେ, ଅନୀତି କରେ, ମୁଁ ତା ରାଜ୍ୟକୁ ନଷ୍ଟ କରେ ନା। ଯେଉଁ ଗାଁରେ ଯେଉଁ ଲୋକଟି ଅଧର୍ମ କଲା, ମୁଁ ସେ ଗାଁଟାକୁ ନଷ୍ଟ କରିଦିଏ। ଯେଉଁ ଗାଁରେ ଗୋଟିଏ ଲୋକ ଅଧର୍ମ କଲା, କିନ୍ତୁ ମୁଁ ସେ ଗାଁଟାକୁ ଟୋଟାଲ ସମ୍ପୂର୍ଣ୍ଣ ବିନାଶ କରିଦିଏ। ନା ସେ ଗାଁ ଥିବ, ନା ସେଠି ଅଧର୍ମ ଆଉ ବ୍ୟାପିବ। ତେଣୁ ତ୍ରେତା ଯୁଗ କହିଲେ, ଦେଖନ୍ତୁ ରାଜ୍ୟ ଯାକ ମାରି କିଛି ଲାଭ ନାହିଁ। ତେଣୁ ସେଇଥିପାଇଁ ମୁଁ ଗୋଟେ ଗାଁଟାକୁ ନଷ୍ଟ କରିଦିଏ। ଯେଉଁ ଗାଁରେ ଜଣେ ଭୁଲ କଲା, ପାପ କଲା, ତାକୁ ନଷ୍ଟ କରିଦେଲି। ତେଣୁ ସେଇଥିପାଇଁ ମୁଁ ହେଉଛି ସବୁଠାରୁ ବଡ଼। ତେଣୁ ମୋ ଠାରୁ ଶ୍ରେଷ୍ଠ ଏ ଦୁନିଆରେ କେହି ନାହାନ୍ତି। ତେଣୁ ତ୍ରେତୟା ଯୁଗକୁ କହୁଛନ୍ତି, ଠିକ୍ ଅଛି, ତମେ ଏଥର ବସ। ଡାକିଲେ ଦ୍ୱାପରକୁ, କହିଲେ ହେ ଦ୍ୱାପର ଯୁଗ, ତମେ ଉଠ। ଦ୍ୱାପର ଯୁଗ ଉଠି ଛିଡ଼ା ହେଲେ, କହିଲେ ଆଚ୍ଛା ମୋତେ କୁହ, ଯଦି ତୁମ ଦ୍ୱାପରରେ ଯଦି କେହି ଜଣେ ଅନ୍ୟାୟ କରେ, ଅବିଚାର କରେ, ଅଧର୍ମ କରେ, ମିଛ କହେ, ତାହେଲେ ତାକୁ ତମେ କି ପ୍ରକାର ଦଣ୍ଡ ଦେବ? ଦ୍ୱାପର ଯୁଗ କହିଲା, ପ୍ରଭୁ ଇଏ ଦୁଇ ଜଣଙ୍କ ଭଳିଆ ମୁଁ ନୁହେଁ, ମୋର ଟିକେ ବିଚାରଧାରା ଅଲଗା। ତେଣୁ ସେମାନେ ତାଙ୍କର ଜଣେ ଭୁଲ କଲା, ତାକୁ ସେ ରାଜ୍ୟଟାକୁ ସେ ନଷ୍ଟ କରିଦେଲେ। ଆଉ ତ୍ରେତୟା କ'ଣ କଲା? ସେ ଗାଁଟାକୁ ପୁରା ନଷ୍ଟ କରିଦେଲା। ହେଲେ ମୋ ପାଖରେ ସେ ଧର୍ମ ଅଛି,
न्याय अच्छी तेणु मु से धर्म न्याय कौन करती कौन करे जानिछंती द्वापर जुग बइला सुण पशुपति घर के जने जेबे की करई अनीति जय जय जगन्नाथ जगतर नाथ जय जय जगन्नाथ अनाथ नाथ से घरे जेते जन थांती मनुष्य समस्त कुटुंब तार करई विनाश समस्त कुटुंब तार करई विनाश समस्त कुटुंब तार करई विनाश तेणु द्वापर जुग छिड़ा हला कहला हे महादेव ए दी जनक भली मोर विचारधारा नुहे जड़े सत्य कहला जे जदि जड़े भूल कला ताले से राज्यटा को ध्वंस करदेले त्रेतया कहला जे मुझे गाँटा को नष्ट कर दिए किंतु मो विचारधारा अलगा मु चिंता करे जदि गोटे परिवार जड़े कई भूल कला ताले से परिवार को दंड दिए परिवार को नष्ट कर दिए कहीं से परिवार जदि रहिबो ताले अन्य परिवार माने मध्य सेमती ही जिवे तेणु सेही परिवारटा को नष्ट करदेले तेणु आउ अधर्म रहिबो कोठी सेहितिपाई मु से परिवारटा को संपूर्ण ध्वंस कर दिए जेतेबेले सत्य त्रेता द्वापरंकर कथा सरीगला सेतेबेले देवदेव महादेव कहउछंती कली तमे एथर कुह तमे कौन कर कहीं तम जुगरे तो सबू अन्याय सबू अधर्म सबुटी अत्याचार सबुटी तेणु तमे कौन कर सेतेबेले कौन कहउछंती कली कौन कहउछंती कली जुग बइलाक सुण देवहर अधर्म आचरणटी करे जे उनर अधर्म आचरणटी करे जे उनर अधर्म आचरणटी करे जे उनर ताकू जे कामुई करई विनाश एही परी करे मुई बुझंतु महेश एही परी करे मुही बुझंतु महेश एही परी करे मुही बुझंतु महेश तेणु कलिजुग छिड़ा ही कहउछंती हे देवदेव महादेव एठी समस्ते अधर्म करती समस्ते अन्याय करती आउ मु समस्त को जन जन करिकी दंड दिए जी अधर्म करे ताकू मु दंड दिए सत्यजुग कहला जे जी ता जुगरे जो मैंने अधर्म करती से राज्यटा को से नष्ट कर दिए राज्य रे कौन करथिले लोक माने जने भूल कला से राज्य लोक जाक कौन कले तार जने भूल कर्म कला ता पाई आ भल लोक गुड़ा कहीं मरीजिवे सी गला त्रेतया जुग कहला जे से गाँटा को मु नष्ट कर दिए जदि किए भूल कला ताले से गाँटा को विनाश करे ताले से गाँ लोक कौन करथिले जने सिना भूल कला से गाँटा को कहीं नष्ट करदेल द्वापर कहला जे से घर परिवारटा को से नष्ट कर दिए जदि गोटे परिवार कई जोटे भूल कला ताले से परिवारटा को नष्ट कर दियंती से परिवार कौन करथिला परिवार तो आउ अन्य माने भल लोक थिबे ना तेणु से कौन समस्ते खराब थिले जड़े सिना मिथ्या कहला जड़े सिना अविचार कला अन्याय कला समस्ते तो अन्याय करना ना तेणु द्वापर जुग कहला किंतु मु या करे जी भूल करिछि सी दंड पाइब जी पाप करिछि से ही केवल दंड पाइब यह तो पाप यह तो नबनी तेणु से पापरे कहार भागी नहीं आमे जो पाप करती केवल से दंडटा आमे ही भोग करवा दरकार तेणु मोर धर्म जे केवल जी पाप करिछि ताकू ही दंड दियो आ ताकू ये कलिजुग को से सत्य जुगरे किछि भूल कर्म काम करिछि
किंवा त्रेतया जुगर किसी भूल कार्य करिछि कि द्वापर किसी भूल कार्य करिकि से कली जुग को आसीछि कली जुग ताकू परीक्षा करिवो ताकू अन्याय करिबा पई बाध्य करिवो अधर्म करिबा पई बाध्य करिवो तेणु जदि से प्रकृत रे सत्य त्रेतया द्वापरंकर भावरे पड़िके आसीछि जे निश्चित भाव में तार किसी शिक्षा थिबो दीक्षा थिबो तेणु से शिक्षा दीक्षा रे से केबे आनमना हबनी केबे अबाट को जीवा पाई चाहिबनी किंतु मु ताकू चाहिबी से अबाट को जाऊ मु चाहिबी से अबाट को जाऊ किंतु जदि से चली गला ताले जणा जीवो प्रकृत रे तार पाखरे भाव भक्तिर कम रहिछि कोउटी ना कोउटी टिके कम रहिछि तेणु ताकू एठी परीक्षा देबाकू पड़े एठी परीक्षा देबाकू पड़िबो आ जदि से से फेल हो गला ताहले ताकू नर्क भोग करबा पाई केही भी अटकई पारिबेनी से निश्चित नर्क भोग करिवो एवं तार जेते कर्मर सबु कर्मर प्रायश्चित से करिवो तेणु ये होछि कलिजुगर धर्म कलिजुगर धर्म आउ कोन ना जी भूल करिछि से ही केवल से दंड भोग करिवो ता पाखरे केही भी दंड भोग करि जदि प्रकृत रे से भूल करिछि बोली प्रमाणित हुए ताले ताकू निश्चित भाव में दंड मिलଯିव कलिजुगर कथा को शुणी आज देवदेव महादेव खुशी हो गले महादेव कहते धन्य तुम्हें कलिजुग ए दुनिया तुमको समस्ते खराब कहले मध्य मु कहूची मु महादेव मु कहूची जदि कहीं ए जुग भितर सबुठारु श्रेष्ठ जुग थाए से होउछंती कलिजुग तेणु कलिजुग को कहीं निंदा करती किंतु कली होउछंती सत्य आ न्याय सत्य आ न्याय ये समस्तंक भितर बढ़ेवा पाई समस्तंकर धैर्य को बढ़ेवा पाई समस्तंकर शक्ति की बढ़ेवा पाई केवल कली प्रचेष्टा करे जेमिति आमे शनिदेव को जमिति डरी थांती जदि क्या दशा पड़गला शनि दशा पड़गला शनि 7.5 पड़गला शनि 2.5 पड़गला से आम विचलित हो जाती ताकू शनि पड़गला शनि दशा पड़गला किंतु शनि देवता को कहीं डरती ना शनि देवता थरे आसिले सेतेबेले ता जीवन रे जेते भूल करिथाए से भूल रो प्रायश्चित ताकू करने को पड़े शनि जेतेबेले जो घरे आसी पहुँची जाती सेतेबेले तू कौन करिछु कहीं भूल कलु मनीष जन्म पाइलु एत भूल कहीं करिछु आ जदि भूल करिछु ताले मु जेतेबेले आसीछि ताले तार विचार हबो तेणु से विचार रे तू जो दंड भोग करबा पाई मु चाहिबी तू सही दंड भोग करिवु तेणु शनिदेव आसिले सेतेबेले सेई माने डरी थांती जो माने किछि भूल करथांती सेई माने डरी थांती जो माने भूल करिथांती आउ जानिचंती जे भूल रो निश्चित भाव रे हमको परिणाम भोग करबा पाई पड़िवो तेणु शनिदेव आसिले जमिति आमे समस्ते डरी जाई थांती काहेकि ना सी होचंती न्यायर देवता से धर्मर देवता से धर्मंकर पुत्र तेणु से अन्याय केबे सहिबेनी तेणु से होचंती सूर्यंकर पुत्र से केबे अन्याय करिबेनी अविचार करिबेनी तेणु सेइति पाई शनिदेव को जमिति समस्ते डरी थांती शनिदेव को एइति पाए भय करि थांती जो माने भूल करि थांती तेणु कली कहउचंती जे मु केवल समस्तक भितरे धैर्य शक्ति को बढ़ाए मु समस्तक भितरे भाव को बढ़ाए भावर परीक्षा निए आउ जे प्रकृत रे सही सुना सी चिक चिक करी बाहरे चिक चिक देखा जाए जे प्रकृत रे सही सुना जेते कष्ट देले जेते दुख देले भी सुधा तार कौनसी क्षति हुए ना तार किछि भी हुए ना सी निष्ठापर सह ता मार्ग को लक्ष्य करिक जाउथबो ता मार्ग को लक्ष्य करिक जाउथबो आ कोउठी भी लक्ष्य नथिबो तेणु सेइति पाई देवदेव महादेव कहउछंती कली होउछंती श्रेष्ठ ए चारि जुग भितरे कली होउछंती श्रेष्ठ तेणु देवदेव महादेव कहउछंती हे सत्य जुग हे त्रेता हे द्वापर तमे माने जहाँ कहिल ता संपूर्ण भूल जे तमे कहिल जे अधर्म कले तमे पूरा राज्यटा को विनाश कर तेणु अधर्म अन्याय जदि जड़े कला गोटे राज्य कला ताले से राज्यटा को तमे ध्वंस कर दउछ
ଦ୍ୱାପର ମଧ୍ୟ ସେଇଆ କହିଲା, ତ୍ରେତୟା ମଧ୍ୟ କହିଲା। ତେଣୁ ଆଜି କଳି କହୁଛନ୍ତି ଯିଏ ପାପ କରିଛି ସେ ପାପ ସେଇ ଭୋଗ କରିବ। ତେଣୁ ଏ କଥା ଶୁଣି ଆଜି ଦେବଦେବ ମହାଦେବ ଆଜି 3 ଜଣଙ୍କ ଭିତରୁ 4 ଜଣଙ୍କ ଭିତରୁ ଜଣକୁ ଶ୍ରେଷ୍ଠ ବୋଲି କହିଛନ୍ତି, ସେ ହେଉଛନ୍ତି କଳିଯୁଗ। ତେଣୁ ଦେବଦେବ ମହାଦେବ କହୁଛନ୍ତି ହେ କଳିଯୁଗ, ମୁଁ ତୁମକୁ ପରୀକ୍ଷା କରୁଥିଲି, ଯେ ମୁଁ ତୁମ ପାଖରୁ ଜାଣିବାକୁ ଚାହୁଁଥିଲି ଯେ ପ୍ରକୃତରେ ତମେ ନିଜକୁ ବଡ଼ ବୋଲି କହୁଛ କି ନାହିଁ। ତୁମେ ଅଧର୍ମ କରୁଛ, ଅନ୍ୟାୟ କରିଛ, ଲୋକମାନଙ୍କୁ ଅବିଚାର କରିବା ପାଇଁ, ଅନ୍ୟାୟ କରିବା ପାଇଁ ପ୍ରଶ୍ରୟ ଦେଉଛ। ସେଥିପାଇଁ ଏ ସମସ୍ତ ଲୋକମାନେ କ'ଣ, ଏ ଜଗତ କ'ଣ ଭାବୁଛି ତମକୁ, ଏ ଜଗତ ତମକୁ କ'ଣ ଭାବୁଛି ସେ କଥା ମୁଁ ଜାଣିବା ପାଇଁ ତୁମକୁ ପରୀକ୍ଷା କରିବାକୁ ଚାହୁଁଥିଲି। ତେଣୁ କଳିଯୁଗ କହୁଛନ୍ତି ହେ ଦେବଦେବ ମହାଦେବ, ଏ ଜଗତ ଯାହା କହୁ, ଜଗତ ଦିନେ ଭାବିବ, ଜଗତ ଦିନେ ଚିନ୍ତା କରିବ। ଯେତେବେଳେ ଆମେ ଗୋଟିଏ ଭୁଲଟିଏ କରିଦିଅନ୍ତି ସେତେବେଳେ ପଶ୍ଚାତାପ କରନ୍ତି। କୌଣସି ଗୋଟିଏ ଭୁଲ ଯଦି ଆମ ଦ୍ୱାରା ହେଇଗଲା ସେତେବେଳେ ଆମେ ପଶ୍ଚାତାପ କରନ୍ତି ଯେ କାହିଁକି ଭୁଲଟା କରୁଥିଲି। ପଶ୍ଚାତାପ କଲା ପରେ ଆମ ମନଟା ଟିକେ ଶାନ୍ତି ଲାଗେ, ଆମକୁ ମନକୁ ଟିକେ ଶାନ୍ତ ଲାଗେ ଯେ ଯାହା ହଉ ମୁଁ ଟିକେ ସମସ୍ତଙ୍କ ଆଗରେ କଥାଟା କହିଦେଲି ଯେ ମୁଁ ଭୁଲଟେ କରିଛି, ମୁଁ ସମସ୍ତଙ୍କ ଆଗରେ କହିଦେଲି। ତେଣୁ ମୋତେ ଟିକେ କାହିଁକି ହାଲକା ଲାଗୁଛି, ମୋତେ ଭଲ ଲାଗୁଛି। ତେଣୁ ସେତେବେଳେ ଆମକୁ ଭଲ ଲାଗେ, ହାଲୁକା ଲାଗେ ଯେ ଆମେ ଯଦି ଗୋଟେ ଭୁଲଟେ କରିଥାନ୍ତି ତାକୁ ଯେତେବେଳେ କହିଦିଅନ୍ତି କାହା ପାଖରେ, ଆମେ ଜାଣନ୍ତି ଯେ ସେ ପାପ ଆମର ସବୁ ଧ୍ୱଂସ ହୋଇଗଲା। ସେମିତି କଳିଯୁଗ କହୁଛନ୍ତି ଯେ ମୁଁ ସେମାନଙ୍କୁ ପ୍ରଶ୍ରୟ ଦିଏ, ଭୁଲ କରିବା ପାଇଁ ପ୍ରଶ୍ରୟ ଦିଏ, ଆଉ ସେମାନେ ପ୍ରଶ୍ରୟ ଦେଲା ପରେ ସେମାନେ ଭାବନ୍ତୁ, ବୁଝନ୍ତୁ ଯେ ପ୍ରକୃତରେ ଆମେ ଭୁଲ କରିଛୁ, ପାପ କରିଛୁ। ତେଣୁ ଆଜି ଦେବଦେବ ମହାଦେବ କହୁଛନ୍ତି ହେ ସତ୍ୟ ତ୍ରେତା ଦ୍ୱାପର, ତୁମର ବୁଝାମଣା ମୋତେ ଠିକ୍ ଲାଗିଲାନି, କିନ୍ତୁ କଳିର ବୁଝାମଣା ମୋତେ ଆଜି ଠିକ୍ ଲାଗିଛି। ତେଣୁ ମୁଁ କହୁଛି ଏ କଳି ହେଉଛି ସବୁଠାରୁ ବଡ଼। କ'ଣ କହୁଛନ୍ତି ଦେବଦେବ ମହାଦେବ? ତେଣୁ ଯେତେବେଳେ ଦେବଦେବ ମହାଦେବ କଳିକି ଶ୍ରେଷ୍ଠ ବୋଲି କହିଦେଲେ ସେତେବେଳେ ସତ୍ୟ ତ୍ରେତା ଦ୍ୱାପର ଆଜି ରାଗରେ ଗରଗର ହେଲେ। ଗୋଟେ ସାନ ହେଇକି ସେ ଆଜି ବଡ଼ ବୋଲି ଆଖ୍ୟା ପାଇଲା, ପୁଣି ଦେବଦେବ ମହାଦେବ ଆଜି ତାକୁ ବଡ଼ ବୋଲି କହିଲେ। ତେଣୁ ଆଜି 3 ଜଣ ଯାକ ରାଗିଗଲେ, 3 ଜଣ ଯାକ ରାଗିଗଲେ। ତେଣୁ ରାଗି କରି ଗାଳି ଦେଉଛନ୍ତି, ବୋଇଲେ କନିଷ୍ଠ ହୋଇ ହେଲୁ ଶ୍ରେଷ୍ଠତର, ପଡ଼ୁ ପଡ଼ୁ ତର ମୁହଁ ତ ବୁଦ୍ଧି ବିଚାର। ଜୟ ଜୟ ଜଗନ୍ନାଥ ଜଗତର ନାଥ, ଜୟ ଜୟ ଜଗନ୍ନାଥ ନାଥର ନାଥ। 4,32,000 ଯେ ସହସ୍ର ବରଷ, ଏତେକେ ତୋର ଭୋଗ ହୋଇଯିବ ଶେଷ। ଜୟ ଜୟ ଜଗନ୍ନାଥ ଜଗତର ନାଥ, ଜୟ ଜୟ ଜଗନ୍ନାଥ ନାଥର ନାଥ। ଏତେ କାଳ ଯେତେ ଦିନ ହେବ ତୋର ଭୋଗ, ପୃଥିବୀ ଦେବୀ କପାଳେ ଅଛି ଦୁଃଖ ଯୋଗ। ଜୟ ଜୟ ଜଗନ୍ନାଥ ଜଗତର ନାଥ, ଜୟ ଜୟ ଜଗନ୍ନାଥ ନାଥର ନାଥ। ମିଛ ସତ ମିଶାଇଣ କହିବେ ବହୁତ, ବୃଥାକୁ ବାକେ ଜିଣିବେ ତ ଯୁଗ ବାଳୁତ। ଜୟ ଜୟ ଜଗନ୍ନାଥ ଜଗତର ନାଥ, ଜୟ ଜୟ ଜଗନ୍ନାଥ ନାଥର ନାଥ। ତେଣୁ ଆଜି ସତ୍ୟ ତ୍ରେତା ଦ୍ୱାପର କଳିକି ରାଗିଛନ୍ତି, କଳି ଉପରେ କଳିକି କହୁଛନ୍ତି ତୁ ଆଜି ଶ୍ରେଷ୍ଠ ହେଇଗଲୁ, ଦେବଦେବ ମହାଦେବ ଆଜି ତୋତେ ଶ୍ରେଷ୍ଠ କରିଦେଲେ। ହେଲେ ଆମେ ତୋତେ ଅଭିଶାପ ଦେଉଛୁ, ତୁ ବେଶୀ ଦିନ ଜମା ତିଷ୍ଠି ପାରିବୁନି, ଅଧିକ ଦିନ ଭୋଗ କରିପାରିବୁନି। ତୁ ମାତ୍ର 4,32,000 ବର୍ଷ ପର୍ଯ୍ୟନ୍ତ ତୁ ରାଜତ୍ୱ କରିପାରିବୁ, ଆଉ ବେଶୀ ଦିନ କରିପାରିବୁନି। ଆଉ ତୋ ଯୁଗରେ ସମସ୍ତେ ମିଛ କହିବେ। ଜଣେ ବାଳୁତ ଜଣେ ବୃଦ୍ଧ ଲୋକକୁ ଶିକ୍ଷା ଦେବ। ଜଣେ ବୃଦ୍ଧ ଲୋକ ଯେତେ ଜ୍ଞାନୀ ହେଇଥିବ ସେଠି ବାଳୁତଟି ହେଇ ସେ ବୃଦ୍ଧ ଲୋକକୁ ଜ୍ଞାନ ଦେବ। ଇଏ ହେବ ତୋ କଳି ଯୁଗରେ। କାହିଁକିନା ତୁ ଆଜି ଯେଉଁ ବଡ଼ ଲୋକକୁ, ଆମେ ବଡ଼ ଅଛୁ, ଆମ ବଡ଼କୁ ଆଜି ତଳକୁ କରି ତୁ ଯେମିତି ବଡ଼ ହେଇଗଲୁ, ସାମାନ୍ୟ ବାଳକ ହେଇକି ବଡ଼ ହେଇଗଲୁ, ସେମିତି ତୋ ଯୁଗରେ ଏ ବୃଦ୍ଧମାନେ ତଳେ ରହିବେ, ଆଉ ବାଳକମାନେ ତାଙ୍କୁ ଜ୍ଞାନ ଉପଦେଶ ଦେବେ। ଏଇଆ ହିଁ ହେବ ତୋ ଯୁଗରେ। ବୁଦ୍ଧି ବଳେ ଆମକୁ ତୁ ହରାଇଲୁ ପୁଣି, ତେଣୁ କରି ବଡ଼ ତୋତେ
କଲେ ଶୂଳ ପାଣି। ତେଣୁ କରି ବଡ଼ ତତେ କଲେ ଶୂଳ ପାଣି। ତେଣୁ କରି ବଡ଼ ତତେ କଲେ ଶୂଳ ପାଣି। 1200 ବରଷ ହୋଇବ ତ ଭୋଗ ଏଉ ତାରେ ପରବେଶ ହେବ ସତ୍ୟ ଯୁଗ। ଜୟ ଜୟ ଜଗନ୍ନାଥ ଜଗତର ନାଥ। ଜୟ ଜୟ ଜଗନ୍ନାଥ ଅନାଥର ନାଥ। ଏତେ ବୋଲି 3 ଯୁଗ ତୁ ଚଳିଗଲେ କଳିର ମୁଖକୁ ଚାହିଁ ଈଶ୍ୱରେ ବଇଲେ। କାଶୀ କ୍ଷେତ୍ରଟି ଅଟଇ ମୋର ନିଜ ସ୍ଥଳୀ ତହିଁରେ କଳି ଯୁଗ ତୁ ନଇବୁ ପ୍ରଚଳି। ଜୟ ଜୟ ଜଗନ୍ନାଥ ଜଗତର ନାଥ। ଜୟ ଜୟ ଜଗନ୍ନାଥ ଅନାଥର ନାଥ। ତେଣୁ ସେତେବେଳେ ଦେବଦେବ ମହାଦେବ କହିଲେ ହେ କଳି ଯଦି ସତ୍ୟ ତ୍ରେତା ଦ୍ୱାପର ତୋତେ ଅଭିଶାପ ଦେଲେ ଯେ ତୋ ଯୁଗରେ ଅନ୍ୟାୟ ହେବ ଅବିଚାର ହେବ ଅଧର୍ମ ହେବ ହେଲେ ସବୁ ହେବ। ଯଦି ଏସବୁ ହୁଏ ତମେ ଗୋଟେ କାମ କରିବ ତମେ ସବୁଠି କେବଳ ଅନ୍ୟାୟ ଅବିଚାର କରିବ କିନ୍ତୁ ଗୋଟିଏ କ୍ଷେତ୍ରକୁ ତମେ ଯିବନି ସେ ହେଉଛି କାଶୀ କ୍ଷେତ୍ର। ଯେଉଁଠି କାଶୀ କ୍ଷେତ୍ରରେ ସେଠି ଦେବଦେବ ମହାଦେବ ବିରାଜମାନ କରିଛନ୍ତି। ତେଣୁ ସେ କ୍ଷେତ୍ରକୁ ଛାଡ଼ି ତମେ ଆଉ ଯେଉଁଠି ରହୁଛ ରୁହ ସେ କ୍ଷେତ୍ରରେ କେବେ କଳି ଯେମିତି ପ୍ରବେଶ ନ କରିପାରିବ। ତେଣୁ ଏ କଥା ଶୁଣି ତେଣୁ ଦେବଦେବ ମହାଦେବ କହୁଛନ୍ତି ହେ କଳି ତମ ଯୁଗରେ ଯେତେବେଳେ ଅନ୍ୟାୟ ଅଧର୍ମ ଅବିଚାର ଚାଲିବ ସେତେବେଳେ ତମେ ଗୋଟିଏ କାମ କରିବ ଅଧର୍ମ ସବୁଠି ଘଟିଯିବ ହେଲେ କାଶୀ କ୍ଷେତ୍ରକୁ ତମେ ଯିବନି। ଇଏ କେବଳ ଦେବଦେବ ମହାଦେବଙ୍କର ତୁମ ପ୍ରତି ଅଭିଶାପ। ତୁମେ କେବେ କଳି କେବେ ଯାଇପାରିବନି ସେ କାଶୀ କ୍ଷେତ୍ରକୁ କାରଣ ସେ କାଶୀ କ୍ଷେତ୍ରରେ ମୁଁ ବାସ କରୁଛି। ସେ କାଶୀ କ୍ଷେତ୍ରରେ ମୁଁ ବିରାଜମାନ କରୁଛି। ତେଣୁ ସେ କାଶୀ କ୍ଷେତ୍ରକୁ ଛାଡ଼ି ତମେ ଆଉ ସବୁଠି ଯାଇପାରିବ। ତେଣୁ କଳିଯୁଗକୁ କହୁଛନ୍ତି ଯେତେବେଳେ କଳି ପ୍ରବଳ ହେବ ସେତେବେଳେ ଅଧର୍ମ ଚାରିଆଡ଼େ ଘଟିଯିବ ସେତେବେଳେ ଇଏ ଯଜ୍ଞ ଜପ ତପ ଧ୍ୟାନ ସବୁଯାକ କେଉଁ ଜାଗାରେ ରହିବ ଜାଣିଛ? ସବୁଯାକ ଏଇଠି ଗୁପ୍ତ ହେଇକି ରହିବ କାଶୀ କ୍ଷେତ୍ରରେ। ଯଜ୍ଞ ଜପ ତପ ଇଏ ସବୁ ଗୁପ୍ତ ହେଇକି ରହିବେ। ସବୁ ଜିନିଷ ଏଇ ଧର୍ମର ଜିନିଷ ସବୁ ଗୁପ୍ତ ହେଇକି ରହିବେ ଏଇ କାଶୀ କ୍ଷେତ୍ରରେ। ପୁଣି ଯେତେବେଳେ ତୁମ ଯୁଗ ଚାଲିଯିବ ତୁମ ଭୋଗାଭୋଗ ସରିଯିବ ସେତେବେଳେ କାଶୀ କ୍ଷେତ୍ରରୁ ପୁଣି ଆରମ୍ଭ ହେବ। ପୁଣି ଧର୍ମ ସଂସ୍ଥାପନ ହେବ। ପୁଣି ଯଜ୍ଞ ଚାଲିବ ଜପ ଚାଲିବ ଭଜନ ଚାଲିବ ସବୁକିଛି ଚାଲିବ। ଯେ ପର୍ଯ୍ୟନ୍ତ ତୁମେ ଏଠି ଅଛ ସେ ପର୍ଯ୍ୟନ୍ତ ଯେଉଁଠି ଅଧର୍ମ ହେଇଗଲା ସେ ଅଧର୍ମ ଜାଗାରୁ ଧର୍ମ କ'ଣ କରିବ ନା ସିଧା ଆସିବ କାଶୀ କ୍ଷେତ୍ରରେ ରହିବ। ତେଣୁ ଅନ୍ୟାୟ ଚାଲିଛି ସେଠି ନ୍ୟାୟ ପାଇଲାନି ନ୍ୟାୟ ଆସି ପହଞ୍ଚିଯିବ ଏଇ କାଶୀ କ୍ଷେତ୍ରରେ ରହିବ। ଅବିଚାର ହେଉଛି ତେଣୁ ଅବିଚାର ଜାଗାରୁ ବିଚାର ଛାଡ଼ି ଚାଲି ଆସିବ ସିଏ ଆସି ରହିବ କାଶୀ କ୍ଷେତ୍ରରେ। ଏମିତି ସମସ୍ତେ ଏଠି ଯେଉଁଠି ଯଜ୍ଞ କର୍ମ ଆଦି ହେଉଛି ସେଠି ଯଜ୍ଞ କର୍ମରେ ବିଘ୍ନ ଘଟୁଛି ସେ ଯଜ୍ଞ ଆସିକି ପହଞ୍ଚିଯିବ ଏଇ ଜାଗାରେ। ତେଣୁ ଯଜ୍ଞ ଜପ ତପ ଧ୍ୟାନ ଇଏ ସମସ୍ତ ଏ କାଶୀ କ୍ଷେତ୍ରରେ ରହିବ। ତୁମ ଯୁଗ ଅନ୍ତେ ଏ କଳିଯୁଗ ଯେତେବେଳେ ସରିବ ପୁଣି ଯେତେବେଳେ ସତ୍ୟ ଯୁଗର ପ୍ରାରମ୍ଭ ହେବ ସେତେବେଳେ ପୁଣି ଥରେ ଏ ସତ୍ୟ ନ୍ୟାୟ ବିଚାର ଧର୍ମ ଏ ସମସ୍ତେ ପୁଣି ଥରେ ନିଜ ନିଜର ଜାଗାକୁ ଚାଲିଯିବେ। ପୁଣି ଥରେ ସୃଷ୍ଟି ଆରମ୍ଭ ହେବ। ଏଇଭଳି ଭାବରେ କଳି ଶେଷ ହେବ। ଯେତେବେଳେ ଦେବଦେବ ମହାଦେବ କଳିଯୁଗକୁ ଏକଥା କହିଲେ କଳିଯୁଗ ସଙ୍ଗେ ସଙ୍ଗେ ପ୍ରାର୍ଥନା କରୁଛନ୍ତି ହେ ମହାଦେବ ଆପଣଙ୍କ ନିର୍ଦ୍ଦେଶ ମୁଁ ସଦାସର୍ବଦା ମାନିଛି ଆଉ ମାନିବି। କାରଣ ଏ ସୃଷ୍ଟିରେ ଯେତେ ନିୟମ ହିଁ ଆପଣ କରନ୍ତି ଏ ଦାୟିତ୍ୱ ମୋତେ ହିଁ ଦେଇଛନ୍ତି। ଯାହାକୁ ଯାହା ଦାୟିତ୍ୱ ଦେଇଛନ୍ତି ତାକୁ ସମସ୍ତେ ନିଭଉଛନ୍ତି। ଯମକୁ ଯମପଦ ଦେଲେ ସେ ହେଲେ କାଳ ଯମ ସେ ମୃତ୍ୟୁ ସେ ସମସ୍ତଙ୍କ ଶରୀରରୁ ଆତ୍ମାକୁ କାଢ଼ି ଆଣନ୍ତି। ଚିତ୍ରଗୁପ୍ତକୁ ଦେଲେ ଯେ ଚିତ୍ରଗୁପ୍ତ ସେମାନଙ୍କର ପାପ ପୁଣ୍ୟର ହିସାବ କରିବ। ଆଜି ତ ସମୟ ଇସାରା ଦେଲାଣି ଆଜି ପାଇଁ ବାଣୀକୁ ବିରାମ ଦେବା। ଟିକେ ପ୍ରଭୁଙ୍କର ନାମ ସଂକୀର୍ତ୍ତନ କରି ଆଜିର କାର୍ଯ୍ୟକ୍ରମ ସମାପ୍ତ କରିବା। ଗୋବିନ୍ଦ ବୋଲ ହରି ଗୋପାଳ ବୋଲ 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 ରାଧା ରମଣ ହରି ଗୋବିନ୍ଦ ବୋଲ ରାଧା ରମଣ ହରି ଗୋବିନ୍ଦ ବୋଲ ଗୋବିନ୍ଦ ବୋଲ ହରି ଗୋପାଳ ବୋଲ ଗୋବିନ୍ଦ ବୋଲ ହରି ଗୋପାଳ ବୋଲ।
গোবিন্দ বলরি গোপাল